ओम शांति। 2:6:20 महावाक्य। मिठे बच्चे, तुमे माने सारा विश्व रे शांतिर राज्य स्थापन करुथिबा बाबांकर सहयोगी अट। एबे तुम सम्मुखरे सुख शांतिर दुनिया रहिछि। प्रश्न अछि, बाबा संतान मानंगु कौन पई पाठ पढ़ाउचंती एवं पाठ पढ़ार सारांश कौन? उत्तर अछि, बाबा निजर संतान मानंकु स्वर्गर राजकुमार विश्वर मालिक करिबा पई पाठ पढ़ाउचंती। बाबा कहउचंती पिलामाने पाठ पढ़ार सारांश ହେଲା दुनियार ସବୁ କଥାକୁ ଭୁଲି ଯାଅ। ଏପରି କେବେ ବି ଭାବ ନାହିଁ ଯେ ମୋ ପାଖରେ କୋଟିଏ ଟଙ୍କା ଅଛି କି ଲକ୍ଷେ ଟଙ୍କା ଅଛି, କାରଣ ସବୁ କିଛି ନଷ୍ଟ ହୋଇଯିବ। ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କର, ପାଠ ପଢା ଉପରେ ଧ୍ୟାନ ଦିଅ। ଗୀତ ଅଛି, ଆଖିର ବୋହ ଦିନ ଆୟା ଆଜ। ଓମ୍ ଶାନ୍ତି। ପିଲାମାନେ ଗୀତ ଶୁଣିଲେ ଶେଷରେ ବିଶ୍ୱ ଉପରେ ଶାନ୍ତିର ସମୟ ଆସିଲା। ସମସ୍ତେ କହୁଛନ୍ତି ବିଶ୍ୱରେ ଶାନ୍ତି କିପରି ଆସିବ, ସେଥିପାଇଁ ଯିଏ ଠିକ୍ ରାୟ ଦିଅନ୍ତି ତାଙ୍କୁ ପୁରସ୍କାର ଦେଇଥାନ୍ତି। ନେହେରୁ ମଧ୍ୟ ରାୟ ଦେଉଥିଲେ, ଶାନ୍ତି ତ ହେଲା ନାହିଁ, କେବଳ ମତ ଦେଇଗଲେ। ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଏମିତି ବି ସମୟ ଥିଲା ଯେତେବେଳେ କି ସାରା ବିଶ୍ୱରେ ସୁଖ, ଶାନ୍ତି, ସମ୍ପତ୍ତି ଆଦି ସବୁ କିଛି ଥିଲା। ତାହା ଏବେ ନାହିଁ, ପୁଣି ହେବ। ସୃଷ୍ଟି ଚକ୍ର ଘୂରିବ ନା। ଏକଥା ମଧ୍ୟ ତୁମ ସଙ୍ଗମ ଯୁଗୀ ବ୍ରାହ୍ମଣମାନଙ୍କ ବୁଦ୍ଧିରେ ରହିଛି। ତୁମେମାନେ ଜାଣିଛ ପୁଣି ସୁନାର ଭାରତ ହେବ। ଭାରତକୁ ହିଁ ସୁନାର ଚଢ଼େଇ କୁହାଯାଉଛି। ଯଦିଓ ମହିମା କରୁଛନ୍ତି, କିନ୍ତୁ କେବଳ କଥାକୁ ମାତ୍ର। ତୁମେ ତ ଏବେ ବାସ୍ତବରେ ପୁରୁଷାର୍ଥ କରୁଛ। ଜାଣିଛ ବାକି ଅଳ୍ପ ଦିନ ଅଛି, ତେଣୁ ଏହି ନର୍କର ସବୁ ଦୁଃଖର କଥା ଭୁଲି ହୋଇଯାଉଛି। ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଏବେ ସୁଖର ଦୁନିଆ ସମ୍ମୁଖରେ ଉପସ୍ଥିତ। ଯେପରି ଆଗରୁ ବିଲାତରୁ ଯେତେବେଳେ ଆସୁଥିଲେ, ସେତେବେଳେ ସେମାନେ ଭାବୁଥିଲେ ଯେ ଘରକୁ ପହଞ୍ଚିବା ପାଇଁ ବାକି ଆଉ ଅଳ୍ପ ସମୟ ଅଛି। କାହିଁକି ନା ଆଗରୁ ବିଲାତରୁ ଆସିବାକୁ ବହୁତ ସମୟ ଲାଗୁଥିଲା, ଏବେ ତ ଉଡ଼ାଜାହାଜରେ ଜଲ୍ଦି ପହଞ୍ଚି ଯାଉଛନ୍ତି। ସେହିଭଳି ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମର ସୁଖର ଦିନ ଆସିବ, ଯାହା ପାଇଁ ଆମେ ପୁରୁଷାର୍ଥ କରୁଛୁ। ସେଥିପାଇଁ ବାବା ମଧ୍ୟ ବହୁତ ସହଜ ପୁରୁଷାର୍ଥ ବତାଉଛନ୍ତି। ଡ୍ରାମା ଅନୁସାରେ କଳ୍ପ ପୂର୍ବ ଭଳି ଏହା ନିଶ୍ଚିତ ହେବ। ତୁମେମାନେ ଦେବତା ଥିଲ, ଦେବତାମାନଙ୍କର କେତେ ଢେର ମନ୍ଦିର ତିଆରି ହେଉଛି। ପିଲାମାନେ ଜାଣିଛନ୍ତି ଏହି ମନ୍ଦିର ଆଦି ତିଆରି କରି କଣ କରିବେ। ବାକି ଆଉ କେତେ ଦିନ ଅଛି। ତୁମେମାନେ ଜ୍ଞାନର ଅଧିକାରୀ ଅଟ। କୁହା ମଧ୍ୟ ଯାଏ ପରମପିତା ପରମାତ୍ମା ସର୍ବଶକ୍ତିମାନ ଅଲମାଇଟି ଅଥରିଟି ଅଟନ୍ତି। ତୁମେମାନେ ଏବେ ଜ୍ଞାନର ଅଧିକାରୀ ହୋଇଛ, ସେମାନେ ହେଉଛନ୍ତି ଭକ୍ତିର ଅଧିକାରୀ। ବାବାଙ୍କୁ ଅଲମାଇଟି ଅଥରିଟି ଅର୍ଥାତ୍ ସର୍ବଶକ୍ତିର ଅଧିକାରୀ କୁହାଯାଉଛି। ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜ୍ଞାନର ଅଧିକାରୀ ହେଉଛ। ତୁମ ନିକଟରେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିଛି। ଜାଣିଛ, ଆମେ ବାବାଙ୍କଠାରୁ ବର୍ଷା ପାଇବା ପାଇଁ ପୁରୁଷାର୍ଥ କରୁଛୁ। ଭକ୍ତିର ଅଧିକାରୀମାନେ ସମସ୍ତଙ୍କୁ ଭକ୍ତିର କଥା ହିଁ ଶୁଣାଇଥାନ୍ତି। ତୁମେ ଜ୍ଞାନର ଅଧିକାରୀ ହୋଇଥିବାରୁ ଜ୍ଞାନ ଶୁଣାଉଛ। ସତ୍ୟ ଯୁଗରେ ଭକ୍ତି ରହିବ ନାହିଁ। ସେଠାରେ ଜଣେ ହେଲେ ପୂଜାରୀ ରହିବେ ନାହିଁ, କେବଳ ପୂଜ୍ୟ ହିଁ ପୂଜ୍ୟ ରହିବେ। ଅଧା କଳ୍ପ ପୂଜ୍ୟ, ଅଧା କଳ୍ପ ପୂଜାରୀ। ଭାରତବାସୀଙ୍କ ନିମନ୍ତେ କୁହାଯାଇଛି ଯେ ଏମାନେ ଯେତେବେଳେ ପୂଜ୍ୟ ଥିଲେ ଭାରତ ସ୍ୱର୍ଗ ଥିଲା, ଏବେ ଭାରତ ପୂଜାରୀ ନର୍କ ହୋଇଯାଇଛି। ତୁମେମାନେ ଏବେ ବାସ୍ତବିକ ଜୀବନ ଗଢୁଛ। ପୁରୁଷାର୍ଥର କ୍ରମ ଅନୁସାରେ ସମସ୍ତଙ୍କୁ ବୁଝାଉଛ ଏବଂ ଏହାର ବୃଦ୍ଧି ହୋଇଚାଲିଛି। ଏସବୁ ଡ୍ରାମାରେ ପୂର୍ବରୁ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଡ୍ରାମା ତୁମକୁ ପୁରୁଷାର୍ଥ କରାଉଛି, ତୁମେମାନେ ପୁରୁଷାର୍ଥ କରି ଚାଲିଛ। ଜାଣିଛ, ଡ୍ରାମାରେ ଆମର ଅବିନାଶୀ ପାର୍ଟ ରହିଛି। ଦୁନିଆ ଏହି କଥାକୁ କଣ ଜାଣିବ? ଆମର ହିଁ ଡ୍ରାମାରେ ପାର୍ଟ ରହିଛି। ଯିଏ କହିବ ସେ ହିଁ ବୁଝିବ କିପରି ଆମର ଏହି ଡ୍ରାମାରେ ପାର୍ଟ ରହିଛି। ଏହି ସୃଷ୍ଟି ଚକ୍ର ଘୂରି ଚାଲିଛି। ଏହି ବିଶ୍ୱର ଇତିହାସ ଭୂଗୋଳ ସମ୍ବନ୍ଧରେ ତୁମମାନଙ୍କ ବ୍ୟତୀତ ଆଉ କାହାକୁ ଜଣା ନାହିଁ। ସର୍ବୋଚ୍ଚ କିଏ, ଦୁନିଆରେ କେହି ହେଲେ ଜାଣିନାହାନ୍ତି। ଋଷି ମୁନି ଆଦି ମଧ୍ୟ କହୁଥିଲେ ଆମେ ଜାଣିନାହୁଁ। ନେତି ନେତି କହୁଥିଲେ ନା। ଏବେ ତୁମେମାନେ ଜାଣୁଛ ରଚୟିତା କେବଳ ବାବା ହିଁ ଅଟନ୍ତି, ଯିଏକି ଆମକୁ ପାଠ ପଢାଉଛନ୍ତି। ଏକଥା ମଧ୍ୟ ବାବା ବାରମ୍ବାର ବୁଝାଇଛନ୍ତି ଯେ ଏଠାରେ ଯେତେବେଳେ ବସୁଛ, ଦେହୀ ଅଭିମାନୀ ହୋଇ ବସ। ଏକମାତ୍ର ବାବା ହିଁ ରାଜଯୋଗ ଶିଖାଉଛନ୍ତି ଏବଂ ବିଶ୍ୱର ଇତିହାସ ଭୂଗୋଳ ବୁଝାଉଛନ୍ତି। ବାବା କହୁଛନ୍ତି ମୁଁ କୌଣସି ଥଟ୍ ରିଡର ଅର୍ଥାତ୍ ସଂକଳ୍ପକୁ ପଢିଲା ବାଳା ନୁହେଁ। ଏତେ ବଡ଼ ଦୁନିଆକୁ କଣ ରିଡ୍ କରିବି କି? ବାବା ନିଜେ କହୁଛନ୍ତି ମୁଁ ଡ୍ରାମାର ନିର୍ଦ୍ଧାର୍ଯ୍ୟ ଅନୁସାରେ
ତୁମକୁ ପବିତ୍ର କରିବାକୁ ଆସୁଛି। ଡ୍ରାମାରେ ମୋର ଯାହା ପାର୍ଟ ଅଛି ତାକୁ ବଜାଇବାକୁ ଆସୁଛି। ବାକି ମୁଁ କୌଣସି ଥଟ୍ ରିଡ୍ କରୁନାହିଁ। ମୋର କ'ଣ ପାର୍ଟ ଏବଂ ତୁମେମାନେ କ'ଣ ପାର୍ଟ କରୁଛ, ଏହି କଥା କହୁଛି। ତୁମେମାନେ ମଧ୍ୟ ଏହି ଜ୍ଞାନକୁ ଶିଖି ଅନ୍ୟମାନଙ୍କୁ ଶିଖାଉଛ। ମୋର ପାର୍ଟ ହେଉଛି ପତିତମାନଙ୍କୁ ପାବନ କରିବା। ଏକଥା ମଧ୍ୟ ତୁମେମାନେ ଜାଣିଛ, ତିଥି ତାରିଖ ସହିତ ସବୁ ଜାଣିଛ। ଏକଥା ଦୁନିଆରେ କେହି ହେଲେ ଜାଣିନାହାନ୍ତି। ତୁମକୁ ବାବା ଶିଖାଉଛନ୍ତି, ପୁଣି ଯେତେବେଳେ ଏହି ସୃଷ୍ଟିଚକ୍ର ପୂରା ହେବ, ସେତେବେଳେ ପୁଣି ବାବା ଆସିବେ। ଏହି ସମୟରେ ଯାହା ସବୁ ଦୃଶ୍ୟ ଚାଲୁଛି, ତାହା ପୁଣି କଳ୍ପ ପରେ ଚାଲିବ। ଗୋଟିଏ ସେକେଣ୍ଡ ମଧ୍ୟ ଅନ୍ୟ ସେକେଣ୍ଡ ସହିତ ମିଶିପାରିବ ନାହିଁ। ଏହି ନାଟକ ଘୂରି ଚାଲିଛି। ତୁମେମାନେ ଏହି ବେହଦ ନାଟକ ବିଷୟରେ ଜାଣିଛ। ତଥାପି ତୁମେ ଘଡ଼ିକୁ ଘଡ଼ି ଭୁଲି ଯାଉଛ। ବାବା କହୁଛନ୍ତି, ତୁମେମାନେ କେବଳ ମୋତେ ମନେ ପକାଅ। ଆମର ବାବା, ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି। ତୁମମାନଙ୍କର ବୁଦ୍ଧି ଏବେ ସେପଟକୁ ଚାଲିଯିବା ଉଚିତ। ଆତ୍ମା ବାବାଙ୍କର ମହିମା ଶୁଣି ଖୁସି ହେଉଛି। ସମସ୍ତେ କହୁଛନ୍ତି ଆମର ବାବା ଟିଚର ଅଟନ୍ତି, ସେ ହିଁ ସତ୍ୟ ଅଟନ୍ତି। ଏହି ପାଠପଢ଼ା ମଧ୍ୟ ସତ୍ୟ ଏବଂ ସମ୍ପୂର୍ଣ୍ଣ ଅଟେ। ସେହି ମନୁଷ୍ୟମାନଙ୍କ ପାଠପଢ଼ା ଅଧା ଅଟେ। ତେବେ ତୁମମାନଙ୍କ ବୁଦ୍ଧିରେ କେତେ ଖୁସି ରହିବା ଦରକାର। ଯେଉଁମାନେ ବଡ଼ ପରୀକ୍ଷାକୁ ପାସ୍ କରିଥାନ୍ତି, ତାଙ୍କୁ ଅଧିକ ଖୁସି ରହିଥାଏ। ତୁମେ କେତେ ଉଚ୍ଚ ପାଠ ପଢୁଛ, ତେଣୁ କେତେ ଅପାର ଖୁସି ରହିବା ଦରକାର। ଭଗବାନ ବାବା, ବେହଦର ବାବା ଆମକୁ ପାଠ ପଢ଼ାଉଛନ୍ତି, ତେଣୁ ତୁମର ଲୋମ ଟାଙ୍କୁରି ଉଠିବା ଉଚିତ। ସେହି ଅଧ୍ୟାୟ ପୁଣି ରିପିଟ୍ ହେଉଛି। ଏକଥା ତୁମମାନଙ୍କ ବ୍ୟତୀତ ଆଉ କାହାକୁ ବି ଜଣା ନାହିଁ। କଳ୍ପର ଆୟୁଷକୁ ହିଁ ବଢ଼ାଇ ଦେଇଛନ୍ତି। ତୁମମାନଙ୍କ ବୁଦ୍ଧିରେ ଏବେ 5000 ବର୍ଷର ସାରା କାହାଣୀ ଘୂରୁଛି, ଯାହାକୁ ହିଁ ସ୍ୱଦର୍ଶନ ଚକ୍ର ବୋଲି କୁହାଯାଉଛି। ପିଲାମାନେ କହୁଛନ୍ତି, ବାବା ବହୁତ ତୋଫାନ ଆସୁଛି, ଆମେ ଆପଣଙ୍କୁ ଭୁଲି ଯାଉଛୁ। ବାବା କହୁଛନ୍ତି, ତୁମେ କାହାକୁ ଭୁଲି ଯାଉଛ? ବାବା ଯିଏକି ତୁମକୁ ଡବଲ ମୁକୁଟଧାରୀ ବିଶ୍ୱର ମାଲିକ କରାଉଛନ୍ତି, ତାଙ୍କୁ ତୁମେ କିପରି ଭୁଲି ଯାଉଛ? ଆଉ କାହାକୁ ତ ଭୁଲୁନାହଁ। ସ୍ତ୍ରୀ, ପିଲାଛୁଆ, ଚାଚା, ମାମୁଁ, ମିତ୍ର, ସମ୍ବନ୍ଧୀ ଆଦି ସବୁ ମନେ ଅଛନ୍ତି। ବାକି ତୁମେ ଏହି କଥାକୁ କାହିଁକି ଭୁଲୁଛ? ତୁମର ଯୁଦ୍ଧ ଯୋଗରେ ବସିବା ସମୟରେ ହିଁ ହେଉଛି। ତେବେ ଯେତେ ଦୂର ସମ୍ଭବ ଯୋଗ କରିବାକୁ ହିଁ ହେବ। ପିଲାମାନେ ନିଜର ଉନ୍ନତି ପାଇଁ ସକାଳୁ ସକାଳୁ ଉଠି ବାବାଙ୍କ ସ୍ମୃତିରେ ବିଚରଣ କରିବା ଉଚିତ। ତୁମେ ଛାତ ଉପରକୁ ଅଥବା ବାହାରର ଥଣ୍ଡା ପବନକୁ ଚାଲିଯାଅ। ଏଠାରେ ବସିବାର କୌଣସି ଆବଶ୍ୟକତା ନାହିଁ। ବାହାରକୁ ମଧ୍ୟ ଯାଇପାରିବ। ସକାଳ ସମୟରେ କୌଣସି ଭୟର କଥା ନାହିଁ। ବାହାରକୁ ଯାଇ ଚାଲିବା ଉଚିତ। ପରସ୍ପର ମଧ୍ୟରେ ଏହି କଥାବାର୍ତ୍ତା କର। ଦେଖ ବାବାଙ୍କୁ କିଏ ଅଧିକ ସ୍ମରଣ କରୁଛି। ପୁଣି କହିବା ଉଚିତ ଯେ ମୁଁ କେତେ ସମୟ ମନେ ପକାଉଛି, ବାକି ସମୟ ମୋର ବୁଦ୍ଧି କୁଆଡ଼େ କୁଆଡ଼େ ଗଲା। ଏହାକୁ କୁହାଯାଏ ପରସ୍ପର ମଧ୍ୟରେ ଉନ୍ନତିକୁ ପ୍ରାପ୍ତ କରିବାର ଉପାୟ। ନୋଟ୍ କର କେତେ ସମୟ ବାବାଙ୍କୁ ମନେ ପକାଇଲି। ବାବା ଯାହା ଅଭ୍ୟାସ କରୁଛନ୍ତି, ତାହା ବତାଉଛନ୍ତି। ଯୋଗଯୁକ୍ତ ହୋଇ ତୁମେମାନେ 1 ଘଣ୍ଟା ଚାଲିଲେ ମଧ୍ୟ ଗୋଡ଼ ଥକିବ ନାହିଁ। ଯୋଗବଳ ଦ୍ୱାରା ତୁମର କେତେ ପାପ କଟିଯିବ। ଚକ୍ରକୁ ତ ତୁମେ ଜାଣିଛ। ରାତିଦିନ ତୁମ ବୁଦ୍ଧିରେ ରହିବା ଉଚିତ ଯେ ଏବେ ଘରକୁ ଯିବାକୁ ହେବ, ସେଥିପାଇଁ ପୁରୁଷାର୍ଥ କରୁଛୁ। କଳିଯୁଗୀ ମନୁଷ୍ୟମାନଙ୍କୁ ଟିକିଏ ହେଲେ ଜଣା ନାହିଁ। ସେଥିପାଇଁ ମୁକ୍ତି ନିମନ୍ତେ କେତେ ଭକ୍ତି କରି ଚାଲିଛନ୍ତି। ଏଠାରେ ଅନେକ ମତ ରହିଛି। ତୁମ ବ୍ରାହ୍ମଣମାନଙ୍କର ହେଉଛି ଏକ ମତ। ଯେଉଁମାନେ ବ୍ରାହ୍ମଣ ହେଉଛନ୍ତି, ସେମାନଙ୍କର ହେଲା ଶ୍ରୀମତ। ତୁମେ ବାବାଙ୍କର ଶ୍ରୀମତ ଦ୍ୱାରା ଦେବତା ହେଉଛ। ଦେବତାମାନଙ୍କର କୌଣସି ଶ୍ରୀମତ ନାହିଁ। ଶ୍ରୀମତ ଏବେ ତୁମ ବ୍ରାହ୍ମଣମାନଙ୍କୁ ମିଳୁଛି। ଭଗବାନ ହେଉଛନ୍ତି ନିରାକାର, ଯିଏକି ତୁମକୁ ରାଜଯୋଗ ଶିଖାଉଛନ୍ତି, ଯାହାଙ୍କଠାରୁ ତୁମେମାନେ ନିଜର ରାଜ୍ୟ ଭାଗ୍ୟ ନେଇ କେତେ ଉଚ୍ଚ ବିଶ୍ୱର ମାଲିକ ହେଉଛ। ଭକ୍ତି ମାର୍ଗର ବେଦଶାସ୍ତ୍ର ଆଦି କେତେ ଢେରକୁ ଢେର ରହିଛି, କିନ୍ତୁ ଏକମାତ୍ର ଗୀତା ହିଁ ମୂଲ୍ୟବାନ ଅଟେ। ଭଗବାନ ଆସି ରାଜଯୋଗ ଶିଖାଉଛନ୍ତି। ଏହାକୁ ହିଁ ଗୀତା କୁହାଯାଉଛି। ଏବେ ତୁମେମାନେ ବାବାଙ୍କଠାରୁ ପଢୁଛ, ଯାହାଦ୍ୱାରା ସ୍ୱର୍ଗର ରାଜ୍ୟପଦ ପାଇବ। ଯିଏ ପଢ଼ିବେ ସିଏ ରାଜ୍ୟ ନେବେ। ଡ୍ରାମାରେ ପାର୍ଟ ରହିଛି ନା। ଜ୍ଞାନଦାତା, ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି। ସେ ଡ୍ରାମା ପ୍ଲାନ୍ ଅନୁସାରେ କଳିଯୁଗର ଶେଷ ସତ୍ୟଯୁଗରେ ଆଦି ସଙ୍ଗମରେ ହିଁ ଆସୁଛନ୍ତି। ଏଥିରେ କୌଣସି କଥାରେ ଦ୍ୱନ୍ଦ୍ୱରେ ପଡ଼ ନାହିଁ। ବାବା ଏହାଙ୍କ ଶରୀରରେ ଆସି ପାଠ ପଢ଼ାଉଛନ୍ତି, ଆଉ କେହି ପଢ଼ାଇ ପାରିବେ ନାହିଁ। ଏହି ଦାବା ଯଦି ଆଗରୁ କାହା ପାଖରୁ ପଢ଼ିଥାନ୍ତେ, ତେବେ ଅନ୍ୟମାନେ ବହୁତ ତାଙ୍କଠାରୁ ମଧ୍ୟ ପଢ଼ିଥାନ୍ତେ।
ବାବା କହୁଛନ୍ତି ଏହି ସବୁ ଗୁରୁ ଆଦି ସମସ୍ତଙ୍କର ଉଦ୍ଧାର କରିବାକୁ ମୁଁ ଆସୁଛି। ଏବେ ତୁମର ଲକ୍ଷ୍ୟ ସମ୍ମୁଖରେ ରହିଛି। ଆମେ ଏହିପରି ହେବୁ। ଏହା ହେଉଛି ନରରୁ ନାରାୟଣ ହେବାର ସତ୍ୟ କଥା। ଏମାନଙ୍କର ପୁଣି ଭକ୍ତି ମାର୍ଗରେ ମହିମା କରାଯାଉଛି। ଭକ୍ତି କରିବାର ପ୍ରଥା ଚାଲି ଆସିଛି। ଏବେ ଏହି ରାବଣ ରାଜ୍ୟ ପୁରା ହେବାକୁ ଯାଉଛି। ତୁମେ ଏବେ ଦଶହରା ଇତ୍ୟାଦି ଦେଖିବାକୁ ଯିବ ନାହିଁ। ତୁମେ ତ ବୁଝାଉଛ ଯେ ସେମାନେ ଏସବୁ କଣ କରୁଛନ୍ତି। ଏହା ତ ଛୋଟ ପିଲାମାନଙ୍କର କାମ। ବଡ଼ ବଡ଼ ଲୋକମାନେ ମଧ୍ୟ ଦେଖିବାକୁ ଯାଉଛନ୍ତି ରାବଣଙ୍କୁ କିପରି ଜଳାଉଛନ୍ତି। ଇଏ ରାବଣ କିଏ? କେହି କହିପାରିବେ ନାହିଁ। ରାବଣ ରାଜ୍ୟ ଅଟେ ନା। ଦଶହରା ଆଦିକୁ କେତେ ଖୁସିରେ ପାଳନ କରିଥାନ୍ତି, ଯେଉଁଥିରେ ରାବଣକୁ ଜଳାଇଥାନ୍ତି। ଦୁଃଖ ମଧ୍ୟ ଭୋଗ କରି ଚାଲିଛନ୍ତି, କିଛି ହେଲେ ବୁଝୁ ନାହାନ୍ତି। ଏବେ ତୁମେମାନେ ଜାଣୁଛ ଆମେ କେତେ ଅଜ୍ଞାନୀ ଥିଲୁ। ରାବଣ ସମସ୍ତଙ୍କୁ ଅଜ୍ଞାନୀ କରିଦଉଛି। ଏବେ ତୁମେମାନେ କହୁଛ ବାବା ଆମେ ନିଶ୍ଚୟ ଲକ୍ଷ୍ମୀ ନାରାୟଣ ହେବୁ। ଆମେ କମ୍ ପୁରୁଷାର୍ଥ କରିବୁ ନାହିଁ। ଏହା ଏକମାତ୍ର ସ୍କୁଲ ଅଟେ। ପାଠପଢ଼ା ମଧ୍ୟ ବହୁତ ସହଜ। ବୁଢ଼ୀ ବୁଢ଼ୀ ମାତାମାନେ ଆଉ କିଛି ମନେ ପକାଇ ପାରିଲେ କେବଳ ବାବାଙ୍କୁ ମନେ ପକାଅ। ମୁଖ ଦ୍ୱାରା ହେ ରାମ କହୁଛନ୍ତି ନା। ବାବା ଏକଥା ବହୁତ ସହଜ କରି କହୁଛନ୍ତି ଯେ ତୁମେ ହେଉଛ ଆତ୍ମା। ପରମାତ୍ମା ବାବାଙ୍କୁ ସ୍ମରଣ କଲେ ତୁମର ଜୀବନ ରୂପୀ ନୌକା ପାରି ହୋଇଯିବ। କୁଆଡ଼େ ଯିବ? ଶାନ୍ତିଧାମ, ସୁଖଧାମ। ଆଉ ସବୁ ଭୁଲିଯାଅ। ଯାହା ଶୁଣିଛ ପଢ଼ିଛ ତାହା ସବୁ ଭୁଲି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ବାବାଙ୍କ ଠାରୁ ବର୍ଷା ନିଶ୍ଚୟ ମିଳିବ। ବର୍ତ୍ତମାନ ଏହି ରାବଣ ରାଜ୍ୟ ଶେଷ ହେବ। ତୁମେ ଦଶହରା ଆଦି ଦେଖିବାକୁ କଣ ଯିବ କି? ବାବାଙ୍କ ସ୍ମୃତି ଦ୍ୱାରା ହିଁ ପାପ କଟି ଯାଉଛି। କେତେ ସହଜ। ଏଭଳି ମଧ୍ୟ କହନ୍ତି ଭ୍ରୁକୁଟି ମଧ୍ୟରେ ଗୋଟିଏ ଅଜବ ତାରା ଚମକୁଛି। ତେବେ ନିଶ୍ଚୟ ଆତ୍ମା ଏତେ ଛୋଟ ହୋଇଥିବ ନା। ଡାକ୍ତରମାନେ ମଧ୍ୟ ବହୁତ ଚେଷ୍ଟା କରୁଛନ୍ତି ଆତ୍ମାକୁ ଦେଖିବା ପାଇଁ, କିନ୍ତୁ ତାହା ବହୁତ ସୂକ୍ଷ୍ମ ଅଟେ। ହଟ ଆଦି ଦ୍ୱାରା କେହି ଦେଖିପାରିବେ ନାହିଁ। ବାବା ମଧ୍ୟ ଏହିପରି ବିନ୍ଦୁ ଅଟନ୍ତି। କହୁଛନ୍ତି ତୁମ ସଦୃଶ ମୁଁ ମଧ୍ୟ ସାଧାରଣ ହୋଇ ତୁମମାନଙ୍କୁ ପାଠ ପଢ଼ାଉଛି। କାହାକୁ କଣ ଜଣାଅଛି ଯେ ଭଗବାନ ଏମାନଙ୍କୁ କିପରି ପାଠ ପଢ଼ାଉଛନ୍ତି। ଯଦି କୃଷ୍ଣ ପଢ଼ାଉଥାନ୍ତେ ତେବେ ସାରା ଆମେରିକା, ଜାପାନ ଆଦି ସବୁଆଡ଼ୁ ଆସିଯାଇଥାନ୍ତେ। ତାଙ୍କଠାରେ ଏତେ ଆକର୍ଷଣ ରହିଛି। କୃଷ୍ଣଙ୍କ ସହିତ ସମସ୍ତଙ୍କର ସ୍ନେହ ରହିଛି। ଏବେ ତୁମେମାନେ ଜାଣୁଛ ଆମେ ସେହିପରି ହେଉଛୁ। କୃଷ୍ଣ ହେଉଛନ୍ତି ରାଜକୁମାର। ତାଙ୍କୁ କୋଳକୁ ନେବାକୁ ଚାହିଁଲେ ପୁରୁଷାର୍ଥ କରିବାକୁ ପଡ଼ିବ। କୌଣସି ବଡ଼ କଥା ନୁହେଁ। ବାବା ନିଜର ସନ୍ତାନମାନଙ୍କୁ ସ୍ୱର୍ଗର ରାଜକୁମାର, ବିଶ୍ୱର ମାଲିକ କରିବା ପାଇଁ ପାଠ ପଢ଼ାଉଛନ୍ତି। ବାବା କହୁଛନ୍ତି ପିଲାମାନେ ପାଠପଢ଼ାର ସାରାଂଶ ହେଉଛି ଦୁନିଆର ସବୁ କଥାକୁ ଛାଡ଼ିଦିଅ। ଏପରି କେବେ ଭାବୁ ନାହିଁ ଯେ ଆମ ପାଖରେ କୋଟିଏ ଟଙ୍କା ଅଛି, ଲକ୍ଷେ ଟଙ୍କା ଅଛି। କିଛି ବି ହାତକୁ ଆସିବ ନାହିଁ। ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କର। ବାବାଙ୍କ ପାଖକୁ ଆସିଲେ ବାବା ଅଭିମାନ କରି କହନ୍ତି 8 ମାସ ହେଲା ଏହି ଜ୍ଞାନ ମାର୍ଗରେ ଅଛ, କିନ୍ତୁ ବାବା ଯାହାଙ୍କ ଠାରୁ ସ୍ୱର୍ଗର ବାଛାଇ ମିଳୁଛି ତାଙ୍କ ସହିତ ଏତେ ସମୟ ହେଲା ମିଶି ନାହଁ। କହୁଛନ୍ତି ବାବା ଅମୁକ କାମ ଥିଲା। ଆରେ ଯଦି ତୁମର ଶରୀର ଛାଡ଼ି ଦେଇଥାନ୍ତେ ପୁଣି ଏଠାକୁ କିପରି ଆସିଥାନ୍ତ? ଏଭଳି ବାହାନା ଚଳିବ ନାହିଁ। ବାବା ରାଜଯୋଗ ଶିଖାଉଛନ୍ତି, କିନ୍ତୁ ତୁମେମାନେ ଶିଖୁନାହଁ। ଯିଏ ବହୁତ ଭକ୍ତି କରୁଥିବେ ତାଙ୍କୁ 7 ଦିନ କଣ ଗୋଟିଏ ସେକେଣ୍ଡରେ ମଧ୍ୟ ତୀର ଲାଗିଯିବ। 1 ସେକେଣ୍ଡରେ ବିଶ୍ୱର ମାଲିକ ହୋଇପାରିବ। ଇଏ ନିଜେ ଅନୁଭବି ବସିଛନ୍ତି। ବିନାଶ ଦେଖିଲେ, ଚତୁର୍ଭୁଜ ରୂପ ଦେଖିଲେ ବାସ୍ ବୁଝିଗଲେ ଓହୋ ମୁଁ ବିଶ୍ୱର ମାଲିକ ହେବି। ସାକ୍ଷାତକାର ହେଲା, ଉମଙ୍ଗ ଉତ୍ସାହ ଆସିଲା ଏବଂ ସବୁ କିଛି ଛାଡ଼ିଦେଲେ। ଏଠାରେ ତୁମେ ଜାଣୁଛ ବାବା ବିଶ୍ୱର ବାଦଶାହୀ ଦେବା ପାଇଁ ଆସିଛନ୍ତି। ବାବା ପଚାରୁଛନ୍ତି ନିଶ୍ଚୟ କେବେ ହେଲା? ତେବେ କହୁଛନ୍ତି 8 ମାସ ହେଲା। ବାବା ବୁଝାଉଛନ୍ତି ମୂଳ କଥା ହେଲା ଯୋଗ ଏବଂ ଜ୍ଞାନ। ବାକି ସାକ୍ଷାତକାରର କୌଣସି ଆବଶ୍ୟକତା ନାହିଁ। ବାବାଙ୍କୁ ଚିହ୍ନିଗଲ ତେବେ ପଢ଼ିବା ଆରମ୍ଭ କର, ତେବେ ତୁମେ ମଧ୍ୟ ଏହିପରି ହୋଇଯିବ। ବହୁତ ପଏଣ୍ଟସ୍ ମିଳିଛି ଯାହାକୁ ତୁମେମାନେ କାହାକୁ ହେଲେ ବୁଝାଇ ପାରିବ। ବହୁତ ସ୍ନେହର ସହିତ ବୁଝାଅ। ଶିବ ବାବା ଯିଏକି ପତିତ ପାବନ ଅଟନ୍ତି, ସିଏ କହୁଛନ୍ତି ମୋତେ ମନେ ପକାଅ, ତେବେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ। ଏହି କଥାକୁ ବହୁତ ଯୁକ୍ତିର ସହିତ ବୁଝାଇବାକୁ ହବ। ତୁମେମାନେ ଚାହୁଁଛ ନା ଗଡ୍ ଫାଦର ଆମକୁ ମୁକ୍ତ କରି ଶାନ୍ତିଧାମକୁ ନେଇଯାଆନ୍ତୁ। ଆଚ୍ଛା,
ଏବେ ତୁମ ଉପରେ ଯେଉଁ କଳଙ୍କ ଲାଗିଛି ସେଥିପାଇଁ ବାବା କହୁଛନ୍ତି ମୋତେ ମନେ ପକାଅ। ଆଚ୍ଛା। ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର। 1. ସକାଳୁ ସକାଳୁ ଉଠି ବାବାଙ୍କୁ ମନେ ପକାଇ ପ୍ରାତଃ ଭ୍ରମଣ କର। ପରସ୍ପର ମଧ୍ୟରେ ଏହିଭଳି ମିଠା ବାର୍ତ୍ତାଳାପ କର। ଦେଖିବା କିଏ କେତେ ସମୟ ବାବାଙ୍କୁ ସ୍ମରଣ କରୁଛି। ତାପରେ ନିଜର ଅନୁଭବ ଶୁଣାଅ। 2. ବାବାଙ୍କୁ ଚିହ୍ନିଲା ପରେ କୌଣସି ବାହାନା କରିବାର ନାହିଁ। ପାଠ ପଢ଼ାରେ ଲାଗିଯିବାର ଅଛି। ମୁରଲି ଶୁଣିବା କେବେ ବି ବନ୍ଦ କରିବାର ନାହିଁ। ବରଦାନ: ରିଆଲିଟି ଅର୍ଥାତ୍ ନିଜର ବାସ୍ତବିକ ସ୍ୱରୂପର ସ୍ମୃତି ଦ୍ୱାରା ପ୍ରତ୍ୟେକ କର୍ମ ବା ବାଣୀରେ ରିଆଲିଟି ଅର୍ଥାତ୍ ରାଜକୀୟତା ପ୍ରଦର୍ଶନ କରୁଥିବା ଫାର୍ଷ୍ଟ ଡିଭିଜନ ଅଧିକାରୀ ହୁଅ। ବରଦାନ: ରିଆଲିଟି ଅର୍ଥାତ୍ ନିଜର ବାସ୍ତବିକ ସ୍ୱରୂପର ସ୍ମୃତି ଦ୍ୱାରା ପ୍ରତ୍ୟେକ କର୍ମ ବା ବାଣୀରେ ରିଆଲିଟି ଅର୍ଥାତ୍ ରାଜକୀୟତା ପ୍ରଦର୍ଶନ କରୁଥିବା ଫାର୍ଷ୍ଟ ଡିଭିଜନର ଅଧିକାରୀ ହୁଅ। ନିଜର ବାସ୍ତବିକ ସ୍ୱରୂପର ସ୍ମୃତି ସର୍ବଦା କାୟମ ରହିଥାଉ, ଯାହାଦ୍ୱାରା ସ୍ଥୂଳ ଚେହେରାରେ ମଧ୍ୟ ରାଜକୀୟତା ଦେଖାଯିବ। ରିଆଲିଟି ଅର୍ଥାତ୍ ଏକମାତ୍ର ବାବା, ଦ୍ୱିତୀୟ କେହି ନୁହେଁ। ଏହି ସ୍ମୃତି ଦ୍ୱାରା ପ୍ରତ୍ୟେକ କର୍ମ ବା ବାଣୀରେ ରିଆଲିଟି ଅନୁଭବ ହେବ। ଯିଏ ବି ତୁମ ସମ୍ପର୍କରେ ଆସିବ, ତାଙ୍କୁ ତୁମର ପ୍ରତ୍ୟେକ କର୍ମରେ ବାବାଙ୍କ ସମାନ ଚରିତ୍ରର ଅନୁଭବ ହେବ। ପ୍ରତ୍ୟେକ ବାଣୀରେ ବାବାଙ୍କ ସମାନ ଅଧିକାରୀପଣିଆ ଏବଂ ପ୍ରାପ୍ତିର ଅନୁଭୂତି ହେବ। ସେମାନଙ୍କର ସଙ୍ଗ ରିଅଲ ହୋଇଥିବା କାରଣରୁ ପାରସ୍ମଣିର କାମ କରିବ। ଏହିଭଳି ରିଆଲିଟି ସମ୍ପନ୍ନ ରୟାଲ ଆତ୍ମାମାନେ ହିଁ ଫାର୍ଷ୍ଟ ଡିଭିଜନର ଅଧିକାରୀ ହୋଇଥାନ୍ତି। ସ୍ଲୋଗାନ: ଶ୍ରେଷ୍ଠ କର୍ମର ଖାତାକୁ ବଢ଼ାଇ ଚାଲ, ତେବେ ବିକର୍ମର ଖାତା ସମାପ୍ତ ହୋଇଯିବ। ଶ୍ରେଷ୍ଠ କର୍ମର ଖାତାକୁ ବଢ଼ାଇ ଚାଲ, ତେବେ ବିକର୍ମର ଖାତା ସମାପ୍ତ ହୋଇଯିବ। ଓମ୍ ଶାନ୍ତି।